ଚାଷୀଙ୍କ ଧାନ ମଣ୍ଡିରେ ପଡ଼ି ରହିଛି, ଚିନ୍ତାରେ ଚାଷୀ କୂଳ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ନିୟନ୍ତ୍ରିତ ବଜାର ପରିସରରେ ଥିବା ମଣ୍ଡିରେ ଚାଷୀଙ୍କ ଧାନ ବର୍ତ୍ତମାନ ସୁଦ୍ଧା ପଡ଼ି ରହିଛି। ଏହି ମଣ୍ଡିକୁ 4ଟି ସମବାୟ ସମିତି ସଂଯୋଗ କରାଯାଇଛି, କିନ୍ତୁ ବର୍ତ୍ତମାନ ଚାଷୀଙ୍କର ଧାନ ମଣ୍ଡିରୁ ଉଠୁନଥିବା ଚାଷୀ ଅଭିଯୋଗ କରିଛନ୍ତି। ଟାର୍ଗେଟ ନାହିଁ କହି ଚାଷୀଙ୍କୁ ସମବାୟ ସମିତି ଫେରାଇ ଦେଉଛନ୍ତି। ଚାଷୀ ବାରମ୍ବାର ସମବାୟ ସମିତିକୁ ଯାଇ ହଇରାଣ ହେଉଛନ୍ତି। ଅନ୍ୟପଟେ ଚାଷୀଙ୍କ ଧାନ କ୍ରୟ କରିବା ସକାଶେ ଗଞ୍ଜାମ ଜିଲ୍ଲାର ମିଲର ସମବାୟ ସମିତି ଜରିଆରେ କ୍ରୟ କରିବାର ବ୍ୟବସ୍ଥା ରହିଛି ଓ ସମବାୟ ସମିତିକୁ ଟାର୍ଗେଟ ଦିଆଯାଇଛି ବୋଲି ସମ୍ପାଦକମାନେ ପ୍ରକାଶ କରିଛନ୍ତି। ଚାଷୀଙ୍କ ଟୋକନ ଅବଧି ସରିଯାଇ ଜିଲ୍ଲା ପ୍ରଶାସନଙ୍କ ଦ୍ୱାରା ଚାଷୀଙ୍କ ଟୋକନ ଅବଧି 15 ଦିନକୁ ବୃଦ୍ଧି କରାଯାଇଛି। ଆଉ କିଛି ଚାଷୀଙ୍କ ଧାନ ଟୋକନ ଅବଧି ସରିବାକୁ ବସିଲାଣି। ଏବେ ବି ଚାଷୀଙ୍କ ଧାନ ମଣ୍ଡି ଛୁଆଁ ନୀତି ଚାଲିଛି। ପରେ ମିଲକୁ ଧାନ ପଠାଯାଉଛି। ମିଲରେ କଟନୀ ଛଟନୀ ଚାଲିଥିବାର ଅଭିଯୋଗ ହେଉଛି। ଚାଷୀଙ୍କ ଧାନକୁ ପୁଣି ମିଲର ମେସିନରେ ପରୀକ୍ଷା କରି ଧାନ ଭଲ ନାହିଁ କହି କଟନୀ ଛଟନୀ କରାଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି। ଚାଷୀଙ୍କ ଧାନ ମିଲକୁ ନେଲା ପରେ ମିଲର ଚାଷୀଙ୍କ ଧାନ ଗାଡ଼ିରୁ ନ ଓହ୍ଲାଇ ମିଲ ନିକଟରେ 2ରୁ 4 ଦିନ ଧାନ ଲୋଡ୍ କରି ଗାଡ଼ିକୁ ରଖିଦେଉଛନ୍ତି। ହେଲେ ଚାଷୀକୁ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଥିବାର ଅଭିଯୋଗ ହେଉଛି। ସରକାର ଚାଷୀଙ୍କ ସୁବିଧା ସକାଶେ ପାଣି ଭଳି ଅର୍ଥ ଖର୍ଚ୍ଚ କରୁଛନ୍ତି, ହେଲେ ଚାଷୀଙ୍କ ସମସ୍ୟା ଦୂର ହୋଇପାରୁନାହିଁ। ସରକାର ଏଥିପ୍ରତି ଦୃଷ୍ଟି ଦେଲେ ଚାଷୀ କୂଳ ଉପକୃତ ହୋଇପାରିବେ ବୋଲି ଚାଷୀ ଆଶା କରିଛନ୍ତି। ବ୍ୟୁରୋ ରିପୋର୍ଟ, ରେନବୋ ମିଡ଼ିଆ। Please watch current updates in Rainbow Digital. Stay logged in www.rainbowodisha.com. Subscribe our channel in YouTube and press the bell icon.